କ୍ଷୀରିରେ ମୁହଁ ମାରିଦେବ ତାକୁ ଗୋଟେ ଜାଗାରେ ଢଙ୍କା ହେଇକି ରଖାଗଲା। ଗୋଟେ ଲୋକ ଥିଲା ଦେଖିଦେଲା ସେ ଦୃଶ୍ୟଟା, ଯେତେବେଳେ ତା ବାପର ଶ୍ରାଦ୍ଧ ବାଟିକି ସିଏ କଲା, ତାଙ୍କ ଘରେ ତ ବିଲେଇ ଫିଲେଇ କିଏ ନାହାନ୍ତି, ସେ କହିଲା ଗୋଟେ ବିଲେଇ ଆସିବ ନା କାହିଁକି ନା ତାଙ୍କ ଘରେ ଶ୍ରାଦ୍ଧ ବାଟିକି ଥିଲା ସେଠି ଗୋଟେ ବିଲେଇ ଥିଲା ତାକୁ ଢଙ୍କାଗଲା, ଆମର କାହିଁ ଗୋଟେ ବିଲେଇ ଆସିବନି, ଆମର ବି ଗୋଟେ ଅଲଗତ ବିଲେଇ ଆସିବ। କି କଥା ଦେଖିଲେ, ଆରେ ତାଙ୍କ ଘରେ ବିଲେଇ ରହୁଥିଲେ ଆଉ ଇଏ ଯେହେତୁ କ୍ଷୀରି ଲୋଭରେ ମୁହଁ ମାରିଦେବେ ଏବେ ସେ ବିଲେଇକି ଢଙ୍କାଉଥିଲା, ଗୋଟିଏ ଜବରଦସ୍ତିଆ ନା ଗୋଟେ ବିଲେଇ ଆସିବ ତାକୁ ଢଙ୍କାବ ଇଏ କ୍ଷୀରି ଖାଇବ ନାଇଁ। ଇଏ କେମିତିଆ କଥା, ଯେମିତି ଗୋଟେ ଜାଗାରେ ଅଷ୍ଟପ୍ରହରୀ ଉଠେ, ଅଷ୍ଟପ୍ରହରୀ ବେଳକୁ ଗୋଟେ ଲୋକ ମୁଦଳ ବଜଉଥିଲା, ସେ ମୁଦଳ ପାଖରେ ଲଣ୍ଠନଟେ ଥିଲା, ସେ ଲଣ୍ଠନଟା ହଠାତ୍ ଭାଙ୍ଗିଗଲା, ତା ପୂର୍ବରୁ ଯେ କୀର୍ତ୍ତନୀ ଆସିଲା ସେ କହିଲା ଆଉ ଗୋଟେ ଲଣ୍ଠନଟେ ତମେ ଆଣିବ ନା ଆଉ ତା ପୂର୍ବରୁ ଯେ କୀର୍ତ୍ତନୀ ଆସିଛି ଗୋଟେ ଲଣ୍ଠନଟା ଭାଙ୍ଗିଲେ ଆମେ ଗୋଟେ ଲଣ୍ଠନ ଭାଙ୍ଗିବନି, ତମକୁ ମୋତେ ଗୋଟେ ଲଣ୍ଠନଟେ ଆଣିବାକୁ ପଡ଼ିବ, ସେ ଲଣ୍ଠନକୁ ଆମେ ପାଣି